ମଣିଷର ବକ୍ଷଗହ୍ୱର ମଧ୍ୟସ୍ଥଳରେ ଦୁଇ ଫୁସ୍ଫୁସ୍ ମଝିରେ ଓ ମଧ୍ୟଚ୍ଛଦାର ସାମାନ୍ୟ ବାମକୁ ହୃତ୍ପିଣ୍ଡ ଅବସ୍ଥିତ। ଜଣେ ବୟଃପ୍ରାପ୍ତ ବ୍ୟକ୍ତିର ହୃତ୍ପିଣ୍ଡର ଲମ୍ବ ପ୍ରାୟ 12 ସେଣ୍ଟିମିଟର, ଓସାର ପ୍ରାୟ 9 ସେଣ୍ଟିମିଟର, ଓଜନ 250 ରୁ 300 ଗ୍ରାମ। ଏହାର ରଙ୍ଗ ମାଟିଆ ଲାଲ। ହୃତ୍ପିଣ୍ଡରେ ରହିଛି 4ଟି ପ୍ରକୋଷ୍ଠ। ଉପର 2ଟି ପ୍ରକୋଷ୍ଠକୁ ଏଟ୍ରିୟମ୍ ବା ଅଳିନ୍ଦ କୁହାଯାଏ, ଯଥା ବାମ ଅଳିନ୍ଦ ଓ ଦକ୍ଷିଣ ଅଳିନ୍ଦ ନାମରେ ନାମିତ। ତଳ 2ଟି ପ୍ରକୋଷ୍ଠକୁ ଭେଣ୍ଟ୍ରିକଲ୍ ବା ନିଳୟ କୁହାଯାଏ, ବାମ ଆଉ ନିଳୟ ନାମରେ ନାମିତ। ଦକ୍ଷିଣ ଅଳିନ୍ଦ ସହିତ ଊର୍ଦ୍ଧ୍ୱ ମହାଶିରା ବା ସୁପିରିୟର ଭେନା କାଭା ଏବଂ ନିମ୍ନ ମହାଶିରା ବା ଇନଫିରିୟର ଭେନା କାଭା ନାମକ 2ଟି ବୃହତ୍ ରକ୍ତବାହିନୀ ଏବଂ ଦକ୍ଷିଣ ନିଳୟ ସହିତ ଫୁସ୍ଫୁସୀୟ ଧମନୀ ଯୋଉଟା ପଲ୍ମୋନାରୀ ଆର୍ଟେରୀ ସଂଯୁକ୍ତ ହୋଇଛି। ବାମ ଅଳିନ୍ଦ ସହିତ ଫୁସ୍ଫୁସୀୟ ଶିରା ଯୋଉଟା ପଲ୍ମୋନାରୀ ଭେନ୍ ଏବଂ ବାମ ନିଳୟ ସହିତ ମହାଧମନୀ ଯୋଉଟା ଆଓର୍ଟା ସଂଯୁକ୍ତ ହୋଇଛି। ହୃତ୍ପିଣ୍ଡର ଦକ୍ଷିଣ ନିଳୟ ଦ୍ୱାରରେ ଏବଂ ପ୍ରକୋଷ୍ଠ ଓ ରକ୍ତବାହିନୀ ମଧ୍ୟସ୍ଥିତ ଦ୍ୱାରରେ 2ଟି ବା 3ଟି ପତଳା ପରଦା ବା କପାଟିକା ଲାଗି ରହିଥାଏ। କପାଟିକାର ପ୍ରତ୍ୟେକ ପରଦାକୁ ପାଖୁଡ଼ା ବା କପ୍ସ କୁହାଯାଏ। ଦକ୍ଷିଣ ଅଳିନ୍ଦ ଓ ଦକ୍ଷିଣ ନିଳୟ ଦ୍ୱାରରେ 3 ପାଖୁଡ଼ା ବିଶିଷ୍ଟ କପାଟିକା ରହିଛି ଏବଂ ବାମ ଅଳିନ୍ଦ ଓ ବାମ ନିଳୟ ଭିତରେ 2 ପାଖୁଡ଼ା ବିଶିଷ୍ଟ କପାଟିକା ରହିଥାଏ। ନିଳୟ ଓ ରକ୍ତବାହିନୀ ମଧ୍ୟସ୍ଥ କପାଟିକାକୁ ଅର୍ଦ୍ଧଚନ୍ଦ୍ରାକୃତି କପାଟିକା କୁହାଯାଏ ଏବଂ ଅଳିନ୍ଦ ଓ ନିଳୟ ମଧ୍ୟସ୍ଥ କପାଟିକା ନିଳୟ ଆଡ଼କୁ ଏବଂ ନିଳୟ ଆଉ ରକ୍ତବାହିନୀ ମଧ୍ୟସ୍ଥ କପାଟିକା ରକ୍ତବାହିନୀ ଆଡ଼କୁ ଖୋଲିପାରେ। ତେଣୁ ରକ୍ତ କେବଳ ଗୋଟିଏ ଦିଗରେ ପ୍ରବାହିତ ହୋଇଥାଏ। କପାଟିକା ବନ୍ଦ ହୋଇଗଲେ ରକ୍ତ ସେହି ବାଟେ ପଛକୁ ଫେରିପାରେ ନାହିଁ। ହୃତ୍ପିଣ୍ଡର 4ଟି ପ୍ରକୋଷ୍ଠ ମଧ୍ୟରୁ ବାମ ନିଳୟ ସବୁଠାରୁ ଅଧିକ ଦକ୍ଷ। ଏହାର ପ୍ରାଚୀର ଅଧିକ ମୋଟା କାରଣ ବାମପଟ ନିଳୟ ସଂକୋଚନ ହେଲେ ଅମ୍ଳଜାନଯୁକ୍ତ ରକ୍ତ ମହାଧମନୀ ବାଟ ଦେଇ ଶରୀରର ବିଭିନ୍ନ ଅଂଶକୁ ଯାଇଥାଏ। ଡାହାଣ ପଟ ନିଳୟର ସଂକୋଚନ ଫଳରେ ଅମ୍ଳଜାନ ବିହୀନ ରକ୍ତ ଫୁସ୍ଫୁସ୍ ଧମନୀ ଦେଇ ଫୁସ୍ଫୁସ୍କୁ ଯାଇଥାଏ।